मॉर्निंग वेलकम टू माय चैनल एसकेएलआर एजुकेशन। आज आम पंचम श्रेणी साहित्य बहिर चतुर्दश पद्य दलपति पद तुमको साजे पद्यटीर अभ्यास कार्य करबा। ता आगरु आमे टिके कविंक विषय जानिबा। ताहले कवि हेउछंती डॉक्टर नटवर साहू। ओडिया साहित्यर जड़े परिचित लेखक भाव डॉक्टर नटवर साहू विशेष आदृत। से 1939 मसीहा एप्रिल मास 3 तारिख रे जन्मग्रहण करथिले। पाठक मानक मन को छुईला भली भाव ओ भाषा तांको लेखार वैशिष्ट्य। गोटिए अलिभा ज्योति तुमरी पाई, आमर वैज्ञानिक मेघनाद साहा, अनुशोचना इत्यादि तांको रचित केतोटी पुस्तक बेस प्रशंसनीय। एबे आमे करिबा अभ्यास कार्यर 1 नंबर। आस कथाबार्ता हेबा। क कपत दल की असुविधा रे पड़िथिले। उत्तर कपत दल बाणुआर जाल फासरे पड़िथिले। ख असुविधारु मुक्ति पाइबा पाई सेमाने काहा पाखकु गले। उत्तर असुविधारु मुक्ति पाइबा पाई सेमाने कपत राजांक मित्र मूषिक राजा हिरण्यकंक पाखकु गले। ग हिरण्यक किए। उत्तर हिरण्यक मूषिक राजा एवं कपत राजांक मित्र। घ से आग कपत राजंकु मुक्त करिबाकु चाहिले काहिंकी। उत्तर कपत राज तांकर मित्र होइथिबारु से आग तांकु मुक्ति करिबाकु चाहिले। उ प्रकृत बंधु काहाकु कुहा जाए। उत्तर जेउ बंधु विपद बेले साहाय्य करे तांकु प्रकृत बंधु कुहा जाए। 2 नंबर खाली पाद पूरण करिबा। क बार बार होई शुभुछि डाक। एठी कोन हबो खाली रे ना हिरण्यक हिरण्यक। ख मूषिक राजा हे बंधु मोर। एठारे कोन हबो बेगे आसी आम जीवन रख। तापरे गरे उपरटा नाही तळटा अछि। देख पराण बिकले सरबे मिली ता उपरटा कोन हबो ना नथिला उपाय आमर आउ तापरे पराण बिकले सरबे मिली। तापरे घरे भी सेमती उपरटा नाही ता तळ अछि दलपति सिना साजिछि मुही। ता आगरु कोन हबो आश्रित जन रक्षा पाई दलपति सिना साजिछि मुही। उ आदरस तुम धन्य सखा ता तळे कोन हबो दलपति पद तुमको साजे। तापरे चरे उपरटा नाही तळटा अछि मोफास काटिबो शेषरे भाई ता उपरटा कोन हबो ना परजांकु आग मुक्त कर मोफास काटिबो शेषरे भाई। 3 नंबर कवितारे पद्य रूपरे थिबा शब्द गुडी को बाछि सेगुडीकर गद्य रूप लेखिबा। जेपरी पराणर प्राण सेपरी बार बार यार गद्य रूप बारंबार। तापरे सेपरी पराण बिकले तार गद्य रूप हबो प्राण बिकले। तापरे आउ हबो मुकति मुकतिर मुक्ति। परजा परजार गद्य रूप प्रजा। अळप
ଅଳପର ଗଦ୍ୟ ରୂପ ଅଳ୍ପ। ତାପରେ ଶକତି, ଶକତିର ଗଦ୍ୟ ରୂପ ଶକ୍ତି। ତାପରେ ଆଉ ଗୋଟେ ହେଲା ଆଦରସ, ଆଦରସର ଗଦ୍ୟ ରୂପ ଆଦର୍ଶ। 4 ନମ୍ବର, କ ସ୍ତମ୍ଭର ଶବ୍ଦ ସହିତ ଖ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଗାର ଟାଣି ଯୋଡ଼ିବା। ତାହେଲେ ଏପଟେ କ ସ୍ତମ୍ଭ ଖ ସ୍ତମ୍ଭ। ପ୍ରଥମେ ଅଛି ମୂଷିକ, ମୂଷିକ କ'ଣ ହେବ? ରାଜା। ଖୁଦ, କଣିକା। ବାଲ୍ୟ, ସଖା। କ୍ଷୀଣ, ଦେହ। ଆଶ୍ରିତ, ଜନ। 5 ନମ୍ବର, ତଳେ ଗାର ଦିଆଯାଇଥିବା ଶବ୍ଦଗୁଡ଼ିକ ଯେଉଁମାନଙ୍କୁ ବୁଝାଉଛି କବିତାରୁ ଖୋଜି ସେମାନଙ୍କ ନାମ କୋଠରୀରେ ଲେଖିବା। କ, ମୂଷିକ ରାଜା ହେ ବନ୍ଧୁ ମୋର। ମୋର ଏଠାରେ କାହାକୁ ବୁଝାଉଛି? ନା କୋପତ ରାଜାଙ୍କର। କୋପତ ରାଜାଙ୍କର। ଖ, ବେଗେ ଆସି ଆମ ଜୀବନ ରଖ। ଆମ ଏଠାରେ କାହାକୁ ବୁଝାଉଛି? ନା କୋପତ ମାନଙ୍କର। ଗ, ଦଶା ଦେଖି ସେ ତ ହୋଇଲେ କାବା। ସେ ଏଠାରେ କାହାକୁ ବୁଝାଉଛି? ନା ହିରଣ୍ୟକକୁ। ଘ, ନଥିଲା ଉପାୟ ଆମର ଆଉ। ଆମର ଏଠାରେ କାହାର? କୋପତ ମାନଙ୍କର। ଙ, ତୁମେ ଇ ପାରିବ ମୁକ୍ତ କରି। ତୁମେ ଏଠାରେ କିଏ? ହିରଣ୍ୟକ। ଚ, ବନ୍ଧୁ ନିକଟକୁ ଗଲେ ସେ ଧାଇଁ। ସେ ଏଠାରେ କିଏ? ହିରଣ୍ୟକ। ଛ, ତାଙ୍କ ପାଇଁ ପଛେ ଜୀବନ ଯାଉ। ତାଙ୍କ ଏଠାରେ କିଏ? ଆଶ୍ରିତ ମାନଙ୍କର। ଜ, ଆଦରସ ତୁମ ଧନ୍ୟ ସଖା। ସଖା ଏଠାରେ କିଏ? କୋପତ ରାଜା। 6 ନମ୍ବର, ତଳ ଶବ୍ଦଗୁଡ଼ିକର ଅର୍ଥ ବୁଝାଉଥିବା ଆଉ କେତୋଟି ଶବ୍ଦ ଲେଖିବା। କ, ବନ୍ଧୁ। ବନ୍ଧୁ ଆଉ କ'ଣ କ'ଣ ବୁଝେଇବ? ନା ମିତ୍ର ଆଉ ସଖା। ଖରେ ଅଛି ରାଜା। ରାଜାର କ'ଣ ହେବ? ନା ନୃପ ଆଉ ନରାଧିପ। ଗ, ଗର କାବା। କାବା ଅର୍ଥ ଆଶ୍ଚର୍ଯ୍ୟ। ଆଉ ଗୋଟେ ବିସ୍ମିତ। ଘ, ପଥ। ପଥର ବାଟ ବା ପନ୍ଥା। ଙ, ଦେହ। ଦେହର ଶରୀର ଆଉ କାୟା। 7 ନମ୍ବର, ଏହି ପଦଟିର ଅର୍ଥ ନିଜ ଭାଷାରେ ବୁଝାଇ ଲେଖିବା। ଆଶ୍ରିତ ଜନ ରକ୍ଷା ପାଇଁ ଦଳପତି ସିନା ସାଜିଛି ମୁହିଁ। ଉତ୍ତର, ଆଶ୍ରିତ ମୁହିଁ। ଉକ୍ତ ପଦ୍ୟାଂଶଟି ସାହିତ୍ୟ କୁସୁମ ପୁସ୍ତକର ଦଳପତି ପଦ ତୁମକୁ ସାଜେ ନାମକ କବିତାରୁ ଆନିତ। ଏହି ପ୍ରସଙ୍ଗରେ କବି ଡକ୍ଟର ନଟବର ସାହୁ କୋପତ ରାଜାଙ୍କର ଆଶ୍ରିତମାନଙ୍କ ପ୍ରତି ଥିବା ମନୋଭାବର ପରିଚୟ ଦେଇଛନ୍ତି। ବାଣୁଆର ଜାଲରେ ପଡ଼ିଥିବା କୋପତମାନଙ୍କୁ ନେଇ କୋପତ ରାଜା ତାଙ୍କର ମିତ୍ର ହିରଣ୍ୟକ ନାମକ ମୂଷିକ ରାଜାଙ୍କ ନିକଟରେ ପହଞ୍ଚିଲେ। ସେମାନଙ୍କୁ ମୁକ୍ତ କରିବା ପାଇଁ ମିତ୍ର ହିରଣ୍ୟକଙ୍କୁ ଅନୁରୋଧ କଲେ। ହିରଣ୍ୟକ ନିଜର ଶକ୍ତି ଓ କ୍ଷୀଣ ଦେହର ସୂଚନା ଦେଇ ମିତ୍ରଙ୍କୁ ମୁକ୍ତି କରିବା ପରେ ଅନ୍ୟମାନଙ୍କର ଫାଶକୁ କାଟିବାକୁ କହିଲେ। ଏଥିରେ ଅସମ୍ମତ ହୋଇ କୋପତ ରାଜା ନିଜ ଜୀବନକୁ ଗୁରୁତ୍ୱ ନ ଦେଇ ଆଶ୍ରିତମାନଙ୍କର ଦଳପତି ହୋଇଥିବାରୁ ସେମାନଙ୍କୁ ମୁକ୍ତ କରିବାକୁ ହିରଣ୍ୟକଙ୍କୁ ଅନୁରୋଧ କଲେ। 8 ନମ୍ବର, ଯେପରି ଶୁଭୁଛି ପଦ ଦରକାର ବେଳେ ଶୁଭିଲା, ଶୁଭିବ ହୋଇପାରେ, ସେହିପରି ତଳେ ଦିଆଯାଇଥିବା ଶବ୍ଦର 2ଟି ଲେଖାଏଁ ରୂପ ଲେଖିବା। କହୁଛିର ଗୋଟେ ହେଲା କହିଲା ଆଉ କହିବ। ଆସୁଛିର
ଆସିଲା ଆସିବ ଧାଉଁଛିର ଧାଇଁଲା ଧାଇଁବ ହେଉଛିର ହେଲା ହେବ କାଟୁଛିର କାଟିଲା କାଟିବ। 9 ନମ୍ବର ତଳ ପ୍ରଶ୍ନ ଗୁଡ଼ିକର ଉତ୍ତର ଲେଖିବା। କ ହିରଣ୍ୟକ କ'ଣ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ? ଉତ୍ତର ହିରଣ୍ୟକ ତାଙ୍କର ମିତ୍ର ଓ ଅନ୍ୟ କପୋତ ଦଳଙ୍କ ଦଶା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଖ କପୋତମାନେ କାହିଁକି ଏଭଳି ଦଶା ଭୋଗିଲେ? ଉତ୍ତର କପୋତମାନେ ଖୁଦ କଣା ଲୋଭରେ ପଡ଼ି ଏଭଳି ଦଶା ଭୋଗିଲେ। ଗ କପୋତରାଜ ପ୍ରଥମେ ବନ୍ଧନରୁ ମୁକ୍ତ ହେବାକୁ ଚାହିଁଲେ ନାହିଁ କାହିଁକି? ଉତ୍ତର ଆଶ୍ରିତ ଜନମାନଙ୍କୁ ରକ୍ଷା କରିବା ତାଙ୍କର ପ୍ରଥମ କର୍ତ୍ତବ୍ୟ ହୋଇଥିବାରୁ କପୋତରାଜ ପ୍ରଥମେ ବନ୍ଧନରୁ ମୁକ୍ତ ହେବାକୁ ଚାହିଁଲେ ନାହିଁ। ଘ ତୁମେ କପୋତରାଜାଙ୍କ ସ୍ଥାନରେ ଥିଲେ କ'ଣ କରିଥାନ୍ତ? ଉତ୍ତର କପୋତରାଜାଙ୍କ ବିଚାର ପରି ଆମେ ଉଚିତ କାର୍ଯ୍ୟ କରିଥାନ୍ତୁ। ଏ କବିତାରୁ ତୁମେ କ'ଣ ଶିଖିଲ? ଲେଖ। ଉତ୍ତର ଏହି କବିତାରୁ ଏକତା ବନ୍ଧୁତା ଦଳପତି ପଣିଆ ବା ରାଜଧର୍ମ ଭଳି ମହତ୍ ଗୁଣ ଆମେ ଶିଖିଲୁ।